ଆଜି ଦୁଃଖଦ ବିଦାୟମୂଳକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ସାରା ଅଞ୍ଚଳବାସୀ। ରାଉରକେଲାର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁଶାନ୍ତ ଦାସଙ୍କ ମାଙ୍କର 87 ବର୍ଷ ବୟସରେ ଦେହାନ୍ତ ହେବାର 11 ଦିନ ବିତି ଯାଇଥିଲେ ସୁଦ୍ଧା ସେକ୍ଟର 1 ଅଞ୍ଚଳରେ ହଟୁନାହିଁ ଦେବୀ ସ୍ୱରୂପିଣୀ ବାସନ୍ତୀ ମାଙ୍କ ଚେହେରା। ଜଣେ ସଚ୍ଚୋଟ ଓ ନିଷ୍ଠାପର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକଙ୍କ ମା ହିସାବରେ ସେ ଯେତିକି ସୁପରିଚିତ ଥିଲେ ତାଠାରୁ ଅଧିକ ସେ ପାଖ ପଡ଼ିଶାଙ୍କ ହୃଦୟରେ ଜଣେ ଅତି ମେଳାପୀ, ସ୍ନେହୀ ଓ ମମତାମୟୀ ଭାବେ ମାତ୍ର କେଇ ଦିନରେ ସମସ୍ତଙ୍କ ହୃଦୟରେ ବସିକରି ଅଞ୍ଚଳରେ ଅତି ସୁପରିଚିତ ଓ ଲୋକପ୍ରିୟତା ହାସଲ କରିସାରିଥିଲେ। ସେହି ମମତାମୟୀ ମା ସ୍ୱର୍ଗୀୟ ବାସନ୍ତୀଲତା ଦାସ ସଭିଏଁ ତାଙ୍କୁ କିନ୍ତୁ ମା ବୋଲି ସମ୍ବୋଧନ କରି ଆସୁଥିବାରୁ ସେ ମାଙ୍କର କିନ୍ତୁ ଆଜି ନାହାନ୍ତି ଆମ ଗହଣରେ ବୋଲି ଏକଥା ଶୁଣି ହଠାତ୍ ଅଞ୍ଚଳବାସୀ କେହି ଏତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପାଇଁ ଜଣେ ଆଦରଣୀୟ ମା ପରି ମା ଥିଲେ। ସେଇ ମାର ସ୍ନେହ ଟିକକ ପାଇଁ ଆଜି ଘୁମୁରି ଘୁମୁରି କାନ୍ଦୁଛି ସାରା ଅଞ୍ଚଳ। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ଯେତେ ଅଧିକ ବର୍ଷ ଜୀବିତ ରହିଲେ ସୁଦ୍ଧା ସମାଜ ପାଇଁ ତାହା ଅନେକ କମ୍ ଦିନ ପରି ଅପୂରଣୀୟ କ୍ଷତି ହେବା ଭଳି ଅନୁଭବ ହୋଇଥାଏ। ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବାକୁ ଯାଇ ଏବଂ ଏହି ମମତାମୟୀ ସ୍ୱର୍ଗୀୟ ବାସନ୍ତୀ ମାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବାକୁ ଯାଇ ଆଜି ରାଉରକେଲା ସହରର ଶତାଧିକ ବରିଷ୍ଠ ସାମ୍ବାଦିକ ବନ୍ଧୁଗଣଙ୍କ ସମେତ ଅନେକ ସମାଜସେବୀ ବୃନ୍ଦ ଏବଂ ଅନେକ ଉଚ୍ଚ ପ୍ରତିଷ୍ଠିତ ବରିଷ୍ଠ ନାଗରିକଗଣ ମଧ୍ୟ ତାଙ୍କର ଏହି 11 ଦିନର କ୍ରିୟାକର୍ମ ଓ ଶ୍ରଦ୍ଧାଞ୍ଜଳି ସଭାସ୍ଥଳୀରେ ଉପସ୍ଥିତ ରହି ଓ ସମସ୍ତେ ଏକତ୍ର ହୋଇ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ରାଉରକେଲାରୁ ପିଣ୍ଟୁ ମିଶ୍ରଙ୍କ ରିପୋର୍ଟ, ସ୍ୱାଧୀନ ଓଡ଼ିଶା।